हाय फ्रेंड्स, वेलकम टू माय न्यू ब्लॉग। आज चलतु बुली जावा कोटासर टेम्पल देवगढ़ जिले में अवस्थित। आम गाँव को आसीजु राजामपुर रु। हेले आज कोटासर मंदिर बुली जावा, आपण मानकु देखेबी से व्यूजटा केते बढ़िया है। चलतु जीवा देखिवा। बंधु माने कोटासर पहुंचा पूर्व रास्तार किछि दृश्य देखि नियंतु। सबुज गछलता आपण माने देखि पारथुवे केते सुंदर लागुजे। गछलता जेंति सते हसी उठुचंती। माने वर्तमान आम कोटासर पहुंची जाइजु। कोटासर व्यू देखि पारथुवे आपण माने केते सुंदर रही। चलंतु टिके हाथ धोई है कि मंदिर को प्रवेश करिवा। मां वृंदावती को पाखरे टिके फूल दे देवा। देखंतु केते बड़ साप कराई स्टैच्यू आपण माने देखि पारथुवे केते लंबा। बहुत भीड़ हुए ये जगह रे। सकाळु संध्या भितर किछि ना किछि लोक आसिकी दर्शन करिकी जांती। शिवरात्रि रे प्रबल भीड़ होता है ये जगह रे। आउ आपण माने देखि पारथुवे यार व्यू केते सुंदर रही। चलंतु मंदिर भीतर को प्रवेश करिवा, मंदिर को जीवा, मंदिर दर्शन करिवा। ये जगह को आपण आसंतु बहुत शांति मिलिबो। ये जगह रे पूजा कले बहुत मानसिक पूरा ही थाए। आपण माने देखि पारथुवे भीतर जगह केमती पूजा करिवा द्वारा बहुत शांति मिली थाए। ये जगह को मोर निजर अनुभूति मु कहूँ जे मोर किछि मनस्कामना पूरा ही जगह रे। ये जगह को आसिकी आपण माने भी आसंतु। ये जगह को मनस्कामना पूर्ण हबो। परिवार सहित आसंतु। बहुत बढ़िया जगह आपण देखिबे। प्रकृतिर सौंदर्य उपभोग करिया पई कोटासर जगहटी बहुत सर्वोत्तम। चलंतु बुलिवा, अर्ध परिक्रमा करिवा, शिवं को दर्शन करिवा। ये गणेश मूर्ति चारिकांथ बुलिवा। कार्तिकेय, माँ दुर्गा दर्शन कला परे बहुत ही जगह शांति मिले। गोटे मांकड़ आसो हाथ रो कदली नहीं कि चली जाओ। देखो
ମାଙ୍କଡ କୁ କଦଳୀ ଦେଲା କଦଳୀ ନେଇଗଲା ହାତରୁ। ଏଠି ମାଙ୍କଡ ମାନେ ବହୁତ ପରିମାଣରେ ଅଛନ୍ତି। ଆପଣ ମାନେ ଆସିଲେ ଦେଖିକି ମୋବାଇଲ ଚଷମା ଏସବୁ ଟିକେ ଦେଖିକି ରଖିବେ, କାହିଁକି ନା ଏଠି ମାଙ୍କଡ ମାନେ ଛଡେଇ ନେଇ ଯାଆନ୍ତି ମୋବାଇଲ। ମାଙ୍କଡ ମାନଙ୍କୁ ଏଇ ଜାଗାକୁ ଆସିଲା ମାନେ ଆପଣ ମାନେ ମାଙ୍କଡ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ, ବହୁତ ବଢିଆ। ଏଠି ଟିକେ ମା ଦୁର୍ଗାଙ୍କର ଦର୍ଶନ ଟିକେ କରିବା। ମା କନକ ଦୁର୍ଗା ପୀଠ କୋଟାସର। ମାଙ୍କ ଦର୍ଶନ ଟିକେ କରିକି ଯିବା, ତାପରେ ପାହାଡ ଚଢିବା। ଏସବୁ ପ୍ରକୃତିର ସୌନ୍ଦର୍ଯ୍ୟ ତା ଉପଭୋଗ କରନ୍ତୁ। ମାଙ୍କ ମନ୍ଦିର ନନା ଆସିଲେ ଟିକେ ଦର୍ଶନ କରିଦେବା। এই ভিডিওটি जो জায়গার ওড়িশার जो জায়গার দেখুଛନ୍ତି আসন্তু এই জায়গাକୁ ଭଲ ଲାଗିବ। ଇଏ ଦେବଗଡ଼ ଜିଲ୍ଲାର ଏକ ପ୍ରତିଷ୍ଠିତ ମହାଦେବ ମନ୍ଦିର। ପୂଜା ସରିଗଲା ପରେ କିଛି କୁକୁର ମାନେ ଅଛନ୍ତି, ସେମାନଙ୍କୁ ଖାଇବାକୁ ଦେବା, ତାପରେ ମାଙ୍କଡ ମାନଙ୍କୁ ଖାଇବାକୁ କିଛି ଦେବା, ତାପରେ ପାହାଡ ଚଢିବା। ମାଙ୍କଡ ସେ ଡାଳ ଉପରେ ଗୋଟେ ଅଛି, ସେଠୁ କିଛି ସେ ନେବି ବୋଲି ଭାବୁଛି କିନ୍ତୁ ନଉନି, ଡରିକି କାଳେ ମତେ ନେଇଯିବେ। ଚାଲନ୍ତୁ ପାହାଡ ଉପରକୁ ଯିବା। ବର୍ତ୍ତମାନ ଏଠି ହାତୀର ଷ୍ଟାଚ୍ୟୁ ଦେଖିପାରୁଥିବେ ଆପଣ ମାନେ। ଏଠି ପିକନିକ କରିବାର ବି ସୁବିଧା ଅଛି। ଆପଣ ମାନେ ଆସିବେ ପିକନିକ ବି କରିପାରିବେ। ନଭେମ୍ବର, ଡିସେମ୍ବର, ଜାନୁଆରୀ, ଫେବୃଆରୀ ମାସରେ ଏଠି ପିକନିକ ପାଇଁ ସର୍ବୋତ୍ତମ ଜାଗା, ସର୍ବୋତ୍ତମ ଟାଇମ। ଏଇ ଟାଇମରେ ଆସିକି ଆପଣ ନଭେମ୍ବର, ଡିସେମ୍ବର, ଜାନୁଆରୀ, ଫେବୃଆରୀ ମାସରେ ଆସିକି ପରିବାର ସହିତ ପିକନିକ କରିପାରିବେ। ଦେଖନ୍ତୁ ଏ ମାଙ୍କଡଟି, ତାକୁ କିଛି ବିସ୍କୁଟ ଦେଇଦେଲା ପରେ ସେ ପଛେ ବହୁତ ଦୂର ପର୍ଯ୍ୟନ୍ତ ଆସିଲା। ଚାଲନ୍ତୁ ପାହାଡ ଉପରକୁ ଯିବା। ପାହାଚ ହେଇଛି ଏଠି। ଚାଲନ୍ତୁ ପାହାଡ ଉପରକୁ ଯିବା। ସେ ପାହାଡରେ ଫଟୋ କିଛି ଉଠେଇବା, ସୌନ୍ଦର୍ଯ୍ୟତା ଉପଭୋଗ କରିବା। କେମିତି ସେ ଜାଗାଟି ହେଇଛି ଦେଖନ୍ତୁ। ପାହାଡ ଉପରୁ ତଳକୁ ମନ୍ଦିର ଆଡକୁ କ୍ୟାମେରାକୁ ଦେଖେଇଲା ପରେ ଭଲ ଲାଗୁଛି ସୌନ୍ଦର୍ଯ୍ୟତା। ମାଙ୍କଡ ଦେଖନ୍ତୁ, ମାଙ୍କଡଟି ଦେଖନ୍ତୁ ହାତରୁ ବିସ୍କୁଟ ନେଇଯିବ। ହଁ, ବହୁତ ବଢିଆ ଲାଗିଲା। ବହୁତ ପରିମାଣରେ ମାଙ୍କଡ ଅଛନ୍ତି। ମାଙ୍କଡ ମାନଙ୍କୁ ଖାଇବାକୁ ଦେଲେ ଭଲ ଆଜ୍ଞା। ମାଙ୍କଡ ମାନଙ୍କୁ ଖାଇବାକୁ ଦେଲେ ଦୁର୍ଘଟଣାରୁ ମୁକ୍ତି ମିଳିଥାଏ। ଚାଲନ୍ତୁ ପାହାଡ ଉପରକୁ ଯିବା। ମାଙ୍କଡଟି ବିସ୍କୁଟ ନେଇକି ଗଛ ଉପରକୁ ଚାଲିଗଲା। ଏ ପଥର ଉପରକୁ ଯାଇକି ବସିକି ଖାଉଛି ମାଙ୍କଡଟି। ଆୟୁଷ ଆଉ ଆମର ଅପରାଜିତା ପଛରେ ଆସୁଛନ୍ତି। ଦେଖନ୍ତୁ କେତେ ସୁନ୍ଦର ଜଙ୍ଗଲ, କେତେ ସୁନ୍ଦର ଲାଗୁଛି ଗଛଲତା, ପାହାଡ ଦେଖିପାରୁଥିବେ ଆପଣ ମାନେ। ଏଇ ଜାଗାକୁ ଆସନ୍ତୁ ଉପଭୋଗ କରିବା ପାଇଁ ସବୁ ପ୍ରକୃତିର ସୌନ୍ଦର୍ଯ୍ୟକୁ। এই ଜାଗାରେ ଆମେ ବୁଲାବୁଲି କରିସାରିଲୁ। ବର୍ତ୍ତମାନକୁ ଧୀରେ ଧୀରେ ତଳକୁ ଯିବା। ଆପଣମାନଙ୍କୁ এই ଜାଗାଟି କେମିତି ଲାଗିଲା କମେଣ୍ଟରେ ଜଣେଇବେ। ଆଉ ନେକ୍ସଟ ଭିଡିଓ ନେଇକି ଆସିବି। ଆଉ ମୋ ଭିଡିଓକୁ ସମସ୍ତେ ଦେଖନ୍ତୁ, ପରିବାର ଦେଖନ୍ତୁ। ଆପଣ ମାନେ ଦେଖିଲେ ମାଙ୍କଡଟି କେମିତି ବିସ୍କୁଟ ନେଇକି ପଳଉଛି। ଏ ଭିଡିଓଟି ଓଡ଼ିଶାର କୋଉ ଜାଗାରୁ ଦେଖୁଛନ୍ତି ଆପଣ ମାନେ କମେଣ୍ଟରେ ଜଣେଇବେ। ନେକ୍ସଟ ଭିଡିଓ ନେଇକି ଆସିବି।